Hello everyone and welcome to our channel. So ଆମେ ଦଶମ ଶ୍ରେଣୀ ଲାଇଫ ସାଇନ୍ସ ମାନେ ଜୀବ ବିଜ୍ଞାନରେ ଏପର୍ଯ୍ୟନ୍ତ ତିନିଟା ଚାପ୍ଟର ପଢି ଦେଇଛେ। ଗୋଟେ ହେଲା ପୋଷଣ, ଯୋଉଥିରେ ଆମେ ଖାଦ୍ୟ ଗ୍ରହଣ କଲେ ଏବଂ ଖାଦ୍ୟ କେମିତି ପାକସ୍ଥଳୀ ଭିତରକୁ ଯାଉଛି ଏବଂ କ୍ଷୁଦ୍ରାନ୍ତ ପାଖକୁ ଯାଉଛି, ଖାଦ୍ୟ କେମିତି ଭାଙ୍ଗୁଛି, ଭାଙ୍ଗିକି ଶୋଷଣ ହଉଛି ଶରୀର ଭିତରେ, ରକ୍ତକୁ ଯାଉଛି, ସେ ସବୁ ଆମେ ଦେଖିଲେ ପୋଷଣ ଚାପ୍ଟରରେ। ତାପରେ ସେ ଖାଦ୍ୟର ଯେତେବେଳେ କୋଷ ପାଖରେ ପହଞ୍ଚିଲା, ସେଠି କୋଷୀୟ ଶୋଷଣ ହଉଛି, ଅମ୍ଳଜାନ ଉପସ୍ଥିତିରେ କେମିତି ଆମର ଜାରଣ ଘଟୁଛି ଖାଦ୍ୟର ଏବଂ ଜାରଣ ଘଟିକିରି କେମିତି ଅଙ୍ଗାରକାମ୍ଳ ଯୋଉ ରହୁଛି ରକ୍ତ ଭିତରେ ଯୋଉଟା ରହୁଛି ସେଇଟା ଯାଉଛି କୋଟରୀ କାଠାରେ ଆମେ ଦେଖୁଛେ ଗ୍ୟାସ୍ ବିନିମୟ ହଉଛି, ସେଗୁଡାକ ଆମେ ଦେଖିଥିଲେ ଶୋଷଣ ଚାପ୍ଟରରେ। ଏବଂ ପରିବହନ ସଞ୍ଚାଳନରେ ଆମେ ଦେଖିଥିଲେ କଣ ନା ବ୍ଲଡ କେମିତି ରକ୍ତଟା ଆମ ଶରୀର ଭିତରେ କେମିତି ପ୍ରବାହିତ ହେଉଛି, ହୃତ୍ପିଣ୍ଡ ସେଟା ହୃତ୍ପିଣ୍ଡ ଦ୍ୱାରା ଦେଖିଥିଲେ। ଏବଂ ଶରୀର ଭିତରେ ଯୋଉ ଶିରା ଏବଂ ଧମନୀ ଏସବୁର କାମ କଣ ଏସବୁ ଆମେ ଦେଖିଥିଲେ ସେଇ ଚାପ୍ଟରରେ। ତ ବର୍ତ୍ତମାନ ଆମେ ଫାଷ୍ଟ ତିନିଟା ଚାପ୍ଟରରେ ଯେତିକି ଦେଖିଲେ, ଶରୀର ଭିତରେ ଅନେକ ଜୈବ ରାସାୟନିକ ପ୍ରତିକ୍ରିୟା ଆମର ଅହରହ ଚାଲିଛି। ଆଉ ଏଇ ଯୋଉ ଜୈବ ରାସାୟନିକ ପ୍ରତିକ୍ରିୟା ଗୁଡିକ ରହିଲା, ସେଗୁଡିକରେ ଆମର କଣ ହଉଛି ନା ଚୟାପଚୟ ପ୍ରକ୍ରିୟା ଆମେ କହିଥାଏ, ଯେମିତିକି ଚୟ ଚୟରେ କଣ ହଉଛି, ଅପଚୟରେ କଣ ହଉଛି ଆମେ ଦେଖିଥିଲେ, କୋଉଟା ଧ୍ୱଂସାତ୍ମକ ପ୍ରକ୍ରିୟା ଏବଂ ଧ୍ୱଂସାତ୍ମକ ପ୍ରକ୍ରିୟାରେ କଣ ପ୍ରଡକ୍ଟ ବାହାରୁଛି, ଏଗୁলো ସବୁ ଆମେ ଦେଖିଥିଲେ। ଏ ଯୋଉ ଚୟାପଚୟ ପ୍ରକ୍ରିୟା ହୁଏ, ଏଥିରେ କିଛି ବର୍ଜ୍ୟବସ୍ତୁ ମଧ୍ୟ ସୃଷ୍ଟି ହୁଏ। ଏବଂ ଯେମିତି ତୁମେ ଦେଖିଛ କୌଣସି ଗୋଟେ ଫ୍ୟାକ୍ଟ୍ରିରେ ଗୋଟେ ମେନ୍ ପ୍ରଡକ୍ଟ ଯୋଉଟା ବାହାର କରିବାର ଥାଏ, ସେଇଟା ତ ବାହାରେ, ତା ସହିତ କିଛି ଆଡିସନାଲ ପ୍ରଡକ୍ଟ ବି ବାହାରେ ଯୋଉଗୁଡାକ ଆମ ପାଇଁ ଦରକାର ନଥାଏ ଏବଂ ସେଗୁଡିକ ଆମେ ବର୍ଜ୍ୟବସ୍ତୁ କହିଥାଏ। ସେ ବର୍ଜ୍ୟବସ୍ତୁର ପରିଚାଳନା ନିହାତି ଆବଶ୍ୟକ। ଯେମିତି କଠିନ ବର୍ଜ୍ୟବସ୍ତୁ ଶରୀର ଆମର ଯୋଉ ଫ୍ୟାକ୍ଟ୍ରି ଭିତରୁ କିଛି ବାହାରିଲା, ତାର ପରିଚାଳନା ନିହାତି ଦରକାର। ତରଳ ବର୍ଜ୍ୟବସ୍ତୁ ଯୋଉଟା ବାହାରିଲା, ତାକୁ କେମିତି ରିଫାଇନ୍ କରିକି ପାଣି ଭିତରୁ ଛଡାଯିବ, ସେଇଟା ବି ଫ୍ୟାକ୍ଟ୍ରି ମାନଙ୍କର ଦାୟିତ୍ୱ ଥାଏ। ଆମ ଶରୀର ଭିତରେ ଠିକ ସେମିତି କଣ ହଉଛି ନା ଯୋଉ ବର୍ଜ୍ୟବସ୍ତୁ ବାହାରିଥାଏ, ସେଗୁଡିକ ଶରୀର ପାଇଁ ଅଦରକାରୀ ଅଟେ ଏବଂ କ୍ଷତିକାରକ ମଧ୍ୟ ଅଟେ। ତେଣୁ ଏଗୁଡିକ ଶରୀର ଭିତରୁ ନିହାତି ବାହାରିବା ଆବଶ୍ୟକ। ଖାଦ୍ୟ ଏବଂ ଅମ୍ଳଜାନ ଶକ୍ତି ମିଳିଥାଏ, ଏଟା ତ ଆମେ ଜାଣିଛେ। ସୋ ରେଚନ ଆମେ ଏଠି ରେଚନକୁ ଆମେ ଏଠି ଡିଫାଇନ୍ କଲେ କଣ ନା ଶରୀରରୁ ବିଭିନ୍ନ ଚୟାପଚୟଜାତ ବର୍ଜ୍ୟବସ୍ତୁକୁ ନିଷ୍କାସନ କରି ଶରୀରର ଅନ୍ତଃ ପରିବେଶକୁ ସନ୍ତୁଳିତ ଏବଂ ପ୍ରଦୂଷଣ ମୁକ୍ତ ରଖିବା ପ୍ରକ୍ରିୟାକୁ ରେଚନ କୁହାଯାଏ। ଶରୀର ଭିତରେ ଯେତେ ପ୍ରକାର ଚୟାପଚୟ ଜାତ ବର୍ଜ୍ୟବସ୍ତୁ ରହିଲା, ସେଗୁଡିକୁ ଶରୀର ଭିତରୁ ନିଷ୍କାସନ କରାହଉଛି ଏବଂ ଆମ ଶରୀରର ଯୋଉ ଅନ୍ତଃ ପରିବେଶ ରହିଲା, ଇଣ୍ଟରନାଲ ଯାହା ତମେ କହିବା ଏନଭାୟରନମେଣ୍ଟ ରହିଲା, ସେଇଟାକୁ ସନ୍ତୁଳିତ ରଖୁଛି ଏବଂ ପ୍ରଦୂଷଣ ମୁକ୍ତ ରଖୁଛି। କାରଣ ଶରୀର ଭିତରେ ପ୍ରଦୂଷଣ ରହିଲେ ଆମେ ଜାଣିଛେ ଆମକୁ ରୋଗ ହବ। ଓକେ, ତେଣୁକରି ଆମେ ତାକୁ ଏଇ ପ୍ରକ୍ରିୟାଟାକୁ ରେଚନ କହିଲେ। ରେଚନ ତନ୍ତ୍ରର ମୁଖ୍ୟ କାର୍ଯ୍ୟ କଣ ନା ଏମୋନିଆ, ୟୁରିଆ, ୟୁରିକ ଏସିଡ ଭଳି ବିଷାକ୍ତ ପଦାର୍ଥର ନିଷ୍କାସନ। ଶରୀର ଭିତରେ ଯୋଉ ଚୟାପଚୟ ଜାତ ବର୍ଜ୍ୟବସ୍ତୁ ବାହାରେ, କିଛି ଏକ୍ସାମ୍ପଲ ଦେଇଛି, ଏମୋନିଆ ବାହାରେ, ୟୁରିଆ ବାହାରେ, ୟୁରିକ ଏସିଡ ବାହାରେ। ତୁମେ ଶୁଣିଥିବ ଜଣ ଜଣଙ୍କର ଯଦି ଆଣ୍ଠୁ ମାନେ କଣ ବୟସ ହେଲା ପରେ ଆଣ୍ଠୁ ଯଦି ବିନ୍ଧା ହଉଥିବ, ତ ବେଳେ ବେଳେ ତାଙ୍କୁ ଜଣାଯାଏ କି ୟୁରିକ ଏସିଡ ବଢି ଯାଇଥାଏ। ୟୁରିକ ଏସିଡ ଲେଭେଲ ବଢିଗଲେ ଜଏଣ୍ଟ ପେନ୍ ହୁଏ, ତେଣୁକରି ସେମାନେ ଚାଲିବାରେ ତାଙ୍କୁ ବହୁତ କଷ୍ଟ ଅନୁଭବ ହୁଏ ଲୋକମାନଙ୍କୁ। ତ ସେ ୟୁରିକ ଏସିଡ ଯୋଉ ବଢିଲା କଣ ହେଲା, ମାନେ ତାଙ୍କର ଯୋଉ ଶରୀର ଭିତରୁ ବର୍ଜ୍ୟବସ୍ତୁ ଯେତିକି ବାହାରିବା କଥା ସେ ପରିମାଣରେ ବାହାରି ପାରି ନାହିଁ। ତେଣୁକରି ଏଇ ବିଷାକ୍ତ ପଦାର୍ଥ ନିଷ୍କାସନ ହେଇପାରୁନି, ତେଣୁକରି ତାଙ୍କୁ ରୋଗ ହେଇଛି। ତ ସେଥିପାଇଁକା ରେଚନ ତନ୍ତ୍ର ଏଇ ସବୁ ବିଷାକ୍ତ ପଦାର୍ଥକୁ ଶରୀର ଭିତରୁ ବାହାର କରୁଛି ଏବଂ ଶରୀରରେ ଜଳ ଓ ଧାତବ ଲବଣର ସନ୍ତୁଳନ ମଧ୍ୟ ରକ୍ଷା କରୁଛି। ତୁମେ ଦେଖିବ ଯେତେବେଳେ ଆମର ଯୋଉ ଝାଡା ହୁଏ, ପତଳା ଝାଡା ହୁଏ, କଣ କଣ ଖାଇ ଦେଇଥିବ, ପତଳା ଝାଡା ହେଲା ବା କିଛି ଗ୍ୟାସ ହେଇକିରି ହେଇଗଲା କି ଯାହା ବି ହଉ, ବା ଦୂଷିତ ଜଳ ପିଇକିରି ଝାଡା ହେଲା, ତ ସେତେବେଳେ ଦେଖିବ ଡାକ୍ତର ତୁମକୁ ଓଆରଏସ୍ ପିଇବାକୁ କହିବେ, ଓଆରଏସ୍ ପାଣିଟା ପିଅ। ଓଆରଏସ୍ ପାଣି କାହିଁକି ପିଆଯାଏ ନା ଶରୀର ଭିତରେ ଯୋଉ ଜଳ ଏବଂ ଧାତବ ଲବଣ ଥାଏ, ଏଇ ପତଳା ଝାଡା ହେଲେ ସେଗୁଡାକ ତାର ପରିମାଣ କମିଯାଏ, ଜଳୀୟ ଅଂଶ କମିଯାଏ ଏବଂ ଧାତବ ଲବଣ ଅଂଶ ମଧ୍ୟ କମିଯାଏ। ଆଉ ତୁମେ ଯଦି ନର୍ମାଲ ପାଣି ପିଇବ, ନର୍ମାଲ ପାଣିରେ ଆମେ ସେଇ ଧାତବ ଲବଣଟା ସଫିସିଏଣ୍ଟ ଆମାଉଣ୍ଟରେ ଶରୀରକୁ ଦେଇପାରିବା ନାହିଁ। ସେଇଥିପାଇଁକା ଓଆରଏସ୍ ଯେତେବେଳେ ପିଉଛେ, ତା ଭିତରେ ସେଇ ଧାତବ ଲବଣ ଗୁଡାକ ବହୁତ ପରିମାଣରେ ଥାଏ ଏବଂ ଶରୀରକୁ ବାଲାନ୍ସ କରିବାରେ, ଏଇଟା ସନ୍ତୁଳନ ବଜାୟ ରଖିବାରେ ହେଲ୍ପ କରିଥାଏ। ତ ସବୁ ଚାପ୍ଟର ଆମେ ଦେଖିଥିଲେ, ପ୍ରାଣୀ ମାନଙ୍କ କେସରେ, ଉଦ୍ଭିଦ କେସରେ ଏବଂ ମନୁଷ୍ୟ କେସରେ ଆମେ ପ୍ରକ୍ରିୟା ଗୁଡିକୁ ଦେଖିଥିଲେ। ତ ଏବେ ଫାଷ୍ଟ ଦେଖିବା ପ୍ରାଣୀ ମାନଙ୍କ କ୍ଷେତ୍ରରେ ରେଚନ ପ୍ରକ୍ରିୟା କେମିତି ହଉଛି। ସୋ ଆମର ଯୋଉ ଶରୀର ଭିତରେ ପୁଷ୍ଟି ସାରର ଚୟାପଚୟ ହଉଛି, ପୁଷ୍ଟି ସାର ଯେତେବେଳେ ଭାଙ୍ଗୁଛି, ସେଥିରେ ଆମର ଏମୋନିଆ ସୃଷ୍ଟି ହଉଛି। ଏମୋନିଆ ଆମେ ଜାଣିଛେ NH3, ଏଇଟାକୁ ଆମେ ଏମୋନିଆ କହିଥାଏ। ତ ଯୋଉ ଏମୋନିଆଟା, ଏଇଟା ଜଳରେ ଅତି ମାତ୍ରାରେ ଦ୍ରବଣୀୟ, ଏଇଟା ଗୋଟେ ଗ୍ୟାସୀୟ ପଦାର୍ଥ ଏବଂ ଅତି ମାତ୍ରାରେ ଦ୍ରବଣୀୟ ଅଟେ। ୟାର ଗୋଟେ ବହୁତ ମାନେ ପଞ୍ଜେଣ୍ଟ ସ୍ମେଲ ଥାଏ।
ମାନେ ମୁଁ କହୁଛି ଆମର ପ୍ଲସ୍ ଟୁ ବେଳେ ଯେତେବେଳେ ଲାବୋରେଟୋରୀରେ ଆମେ NH3 ଗ୍ୟାସ୍ ଯେତେବେଳେ ବାହାରିବ ସେ ଏରିଆରେ ତୁମେ ରହିପାରିବନି। ଓକେ, ଆଉ ଏଇ ଆମୋନିଆର ସ୍ମେଲଟା ତୁମେ ପାଇବ କୋଉଠି? ଯେତେବେଳେ ତୁମେ ଯାଉଛ ଗୋଟେ ପବ୍ଲିକ ବାଥରୁମକୁ ଯାଉଛ, ଯଦି ସେଟା କ୍ଲିନ୍ ନଥିବ, ସଫା ନଥିବ, ତାହେଲେ ସେଇ ଜାଗାରେ ତୁମକୁ ଯୋଉ ସ୍ମେଲଟା ଆସେ, ଯୋଉ ଖରାପ ଗନ୍ଧଟା ଆସେ, ସେଇଟା ହଉଛି ଏମୋନିଆର ସ୍ମେଲ। ଓକେ, ଏହା ଶରୀର ପାଇଁକା ଖୁବ୍ ବିଷାକ୍ତ ଅଟେ ଏମୋନିଆ, ତେଣୁ ୟାକୁ ବାହାର କରିବା ନିହାତି ଦରକାର। ତ ବିଭିନ୍ନ ପ୍ରାଣୀଙ୍କର ରେଚନ ପଦ୍ଧତି କଣ ରହୁଛି ଦେଖ। ଜଳଚର ପ୍ରାଣୀଙ୍କ କ୍ଷେତ୍ରରେ ଆମର ଏମୋନିଆ ବାହାରିଥାଏ ଏବଂ ଏଇଟା ଯେହେତୁ ଜଳରେ ମିଳେଇ ଯାଉଛି, ସେମାନେ ଡାଇରେକ୍ଟଲି କଣ କରନ୍ତି ନା ବିସରଣ ପ୍ରକ୍ରିୟାରେ ସିଧାସଳଖ ଜଳକୁ ଛାଡ଼ି ଦିଅନ୍ତି। ବିସରଣ ପ୍ରକ୍ରିୟା ଆମେ ଜାଣିଥିଲେ ଉଚ୍ଚ ସାନ୍ଦ୍ରତାରୁ କମ ସାନ୍ଦ୍ରତା ଅଞ୍ଚଳକୁ କୌଣସି ଗୋଟେ ଗ୍ୟାସୀୟ ପଦାର୍ଥ ଯାଏ, ବା ମେନଲି ତ ଗ୍ୟାସୀୟ ପଦାର୍ଥ ଆମେ ଦେଖିଲେ ତରଳ ପଦାର୍ଥ ବି ଯାଇପାରିବ। ତ ଗ୍ୟାସୀୟ ପଦାର୍ଥ ଯେତେବେଳେ ଗଲା ସେତେବେଳେ ଆମେ ତାକୁ ବିସରଣ କହୁଥିଲେ। ତ ଆମେ ଏଠି ମାଛ କେସରେ ବା ଏମିବା କେସରେ ଏଇଟା ଦେଖିପାରିବା। ସ୍ତନ୍ୟପାୟୀ ଏବଂ ଉଭୟଚର ପ୍ରାଣୀଙ୍କ ପାଇଁକା କଣ ରହିଲା ନା ସ୍ତନ୍ୟପାୟୀ ଏବଂ ଉଭୟଚର କେସରେ ଆମର ବର୍ଜ୍ୟବସ୍ତୁ ବାହାରିଥାଏ ୟୁରିଆ। ୟୁରିଆର ତାର ସଂକେତ ହଉଛି NH2CO NH2, ଠିକ ଅଛି। ତ ଏଇ ଯୋଉ ୟୁରିଆ ବାହାରିଲା ଏଇଟା ମଣିଷ କେସରେ ବାହାରେ, ବେଙ୍ଗ କେସରେ ବି ବାହାରେ, ସାର୍କ ମାଛ ଯୋଉଟା ଗୋଟେ ସ୍ତନ୍ୟପାୟୀ ପ୍ରାଣୀ ଆମେ କହିପାରିବା, ତ ତା କେସରେ ବାହାରେ। ସାର୍କଟା ପିଲାମାନେ ଆମର ସ୍ତନ୍ୟପାୟୀ ତ ନୁହଁ, ତିମିଟା ଆମେ ସ୍ତନ୍ୟପାୟୀ କହିବା। ସାର୍କ କିନ୍ତୁ ସାର୍କ ମାଛରେ ବି ଦେଖାଯାଏ, ସାର୍କ ମାଛ କେସରେ ବି। ତ ଏଟାକୁ ସ୍ତନ୍ୟପାୟୀ ନବନି କି ଉଭୟଚର ହେଇପାରିବନି, କିନ୍ତୁ ଏଇଟା ଗୋଟେ ଏକ୍ସେପସନ ତା ଦେହରେ ନେଇପାରିବ କି ୟା କ୍ଷେତ୍ରରେ ୟୁରିଆ ମଧ୍ୟ ବାହାରିଥାଏ, ଠିକ ଅଛି। ସୋ ଏଇଟା ଜଳରେ ଦ୍ରବଣୀୟ ହୋଇ ମୂତ୍ର ଆକାରରେ ବାହାରିଥାଏ, ଠିକ ଅଛି। ତ କେମିତି ଆମର ୟୁରିଆଟା ପ୍ରସ୍ତୁତ ହୁଏ ନା ଯକୃତ ଭିତରେ ଏମୋନିଆ ଏବଂ ଅଙ୍ଗାରକାମ୍ଳ ଏଇ ଦିଟାକୁ ଯେତେବେଳେ ମିଶନ୍ତି ସେତେବେଳେ ଆମେ କଣ କରିବା ନା ଆମର ୟୁରିଆ ବାହାରିଥାଏ, ଠିକ ଅଛି। ଏବଂ এই ୟୁରିଆଟା ଜଳରେ ଦ୍ରବଣୀୟ ହୋଇକରି ମୂତ୍ର ଆକାରରେ ଶରୀର ଭିତରୁ ବାହାରିଥାଏ। ଆଉ ଦେଖିବା ପକ୍ଷୀ, ସରୀସୃପ, ପତଙ୍ଗ ଏମାନଙ୍କ କେସରେ କଣ ଦେଖିବା ନା ଏମାନଙ୍କ କେସରେ ୟୁରିକ ଏସିଡ ବାହାରିଥାଏ। ତାଙ୍କର ଯୋଉ ବର୍ଜ୍ୟବସ୍ତୁଟା ବାହାରିଥାଏ ସେଟା ୟୁରିକ ଏସିଡ ଭାବରେ ଶରୀର ଭିତରୁ ବାହାରେ। ଏମୋନିଆରୁ ୟୁରିକ ଏସିଡ ମଧ୍ୟ ତିଆରି ହୁଏ। ତ ମେନ୍ ହଉଛି ଏମୋନିଆ। ଏମୋନିଆରୁ କାହା କେସରେ ଯକୃତରେ ହେଇଗଲା ୟୁରିଆ ହେଇଗଲା, କାହା କେସରେ ୟୁରିକ ଏସିଡ ହେଇଗଲା, କାହା କେସରେ ଡାଇରେକ୍ଟଲି ଏମୋନିଆ ବାହାରିଗଲା। ତ ମେନଲି ଏମୋନିଆକୁ ଧ୍ୟାନ ରଖିବାର ଅଛି, ଏମୋନିଆରୁ ହିଁ ଏସବୁ ରୂପାନ୍ତରିତ ହେଇକି ବାହାରୁଛନ୍ତି। ତ ୟୁରିକ ଏସିଡ ତିଆରି ହୁଏ, ଆଉ ୟୁରିକ ଏସିଡଟା ଜଳରେ ଅଦ୍ରବଣୀୟ, ତେଣୁ କମ ଜଳ ଏଥିରେ ନଷ୍ଟ ହୁଏ। ୟୁରିକ ଏସିଡ ମଳ ସହିତ ନିଷ୍କାସିତ ହୁଏ। ତୁମେ ଦେଖିବ ଯେତେବେଳେ ଗୋଟେ ଚଢେଇ ଯଦି କୌଣସି ଜାଗାରେ ମଳତ୍ୟାଗ କରିଥିବ, ଚଢେଇର ମଳତ୍ୟାଗ ଉପରେ ତୁମେ ଗୋଟେ ପତଳା ଲେୟାର ପାଇବ, ଯୋଉଟା କି ନା ସେ ମଳ ଦ୍ରବଣୀୟ ହଉଥିବ ଆଉ ଅଲଗା କଲର ଦେଖାଯାଉଥିବ। ତ ସେଇଟା ହିଁ ଥାଏ ଏଇ ୟୁରିକ ଏସିଡ। ତ ପକ୍ଷୀ କେସରେ ଦେଖାଯାଏ, ସାପ କେସରେ ଦେଖାଯାଏ ଏବଂ ଝିଣ୍ଟିକା କେସରେ ମଧ୍ୟ ଏଇଟା ଦେଖାଯାଏ, ଠିକ ଅଛି। ଗୋଟେ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଦେଇଛି ତମ ବହିରେ କି ୟୁରିଆର ସଂକେତ ହଉଛି NH2CO NH2 ଏବଂ ମେରୁଦଣ୍ଡୀ ପ୍ରାଣୀ ମାନଙ୍କର ଯକୃତରେ ଏଇ ଏମୋନିଆଟା ୟୁରିଆରେ ପରିଣତ ହେଉଛି। ତ NH2CO NH2 କିଛି ଏମିତି ତମର ତ କେମିକାଲ ବଣ୍ଡିଂ ନାହିଁ, ନହେଲେ ଏଇଟା ହଉଛି ତାର ଷ୍ଟ୍ରକ୍ଚର NH2CO NH2। କାର୍ବନ ସହିତ ଡବଲ ବଣ୍ଡ ଥାଏ ଅକ୍ସିଜେନ। ତମେ ଯେତେବେଳେ ପଢିବ ଚତୁର୍ଥ ଚାପ୍ଟରଟା ପଢିବ ଆମର ଭୌତିକ ବିଜ୍ଞାନରେ, ସେତେବେଳେ ତମେ ଏଟା ବୁଝିପାରିବ। ଓକେ, ବର୍ତ୍ତମାନ ବିଭିନ୍ନ ପ୍ରାଣୀ ଏବଂ ସେମାନଙ୍କର ରେଚନ ଅଙ୍ଗ ଦେଖିବା। କେମିତି ତ ବର୍ଜ୍ୟବସ୍ତୁଟା ବାହାରିଲା, କୋଉ ବର୍ଜ୍ୟବସ୍ତୁ କିପରି ଆକାରରେ ବାହାରିଲା ଆମେ ଜାଣିଲେ, କିନ୍ତୁ ବିଭିନ୍ନ ପ୍ରାଣୀ ମାନଙ୍କର ରେଚନ ଅଙ୍ଗଟା ଦେଖିବା। ତମ ପରୀକ୍ଷା ପାଇଁ একটা ବହୁତ ଇମ୍ପୋର୍ଟାଣ୍ଟ ସର୍ଟ କ୍ୱେଶ୍ଚିନ୍ସ ତମର ଆସିପାରେ। ତ ଏମିବା କେସରେ କଣ ହେଲା, ଏମିବା କେସରେ ପ୍ଲାଜମା ଝିଲ୍ଲି ଯୋଉଟା ଦ୍ୱାରା ବିସରଣ ହଉଛି ଏବଂ ସଂકોଚିକି ଧ୍ୟାନୀ ଯୋଉଟାକୁ କଣ୍ଟ୍ରାକ୍ଟାଇଲ ଭ୍ୟାକୁଲ କୁହାଯାଏ, ଏଇ ଦିଟା ତାର ଅଙ୍ଗ ରହିଥାଏ, ୟା ଦ୍ୱାରା ହେଇଥାଏ। ଯେମିତି ଆମର ବ୍ରୁକକ୍ ରହିଛି, ତାଙ୍କର ସେମିତି ପ୍ଲାଜମା ଝିଲ୍ଲି ଏବଂ ସଂકોଚିକି ଧ୍ୟାନୀ ରହିଛି। ସ୍ପଞ୍ଜ ଏବଂ ହାଇଡ୍ରା କେସରେ, ସ୍ପଞ୍ଜ ଆମେ ଜାଣିଛେ ପୋରିଫେରା, ତ ତା କେସରେ ଆମର କଣ ହଉଛି ନା ନିର୍ଦ୍ଦିଷ୍ଟ ରେଚନ ଅଙ୍ଗ ଆମର ନାହିଁ। ଚେପ୍ଟାକ୍ରୁମି, ଚେପ୍ଟାକ୍ରୁମି କ୍ଷେତ୍ରରେ ଶିଖା କୋଷ ଦ୍ୱାରା ହେଇଥାଏ ତାର ରେଚନ। ଜିଆ ଏବଂ ଜୋକ କେସରେ ନେଫ୍ରିଡିଆ ତାଙ୍କର ଗୋଟେ ଅଙ୍ଗ ଅଛି ନେଫ୍ରିଡିଆ, ତା ଦ୍ୱାରା ସେମାନେ ରେଚନ କରିଥାନ୍ତି। ଝିଣ୍ଟିକା ଏବଂ ପତଙ୍ଗ ମାନଙ୍କ ପାଇଁକା ମାଲପିଜିଆନ ନଳିକା, ମାଲପିଜିଆନ ଟ୍ୟୁବୁଲ୍ସ ଏଇଟା ରହିଥାଏ ତାଙ୍କ ଶରୀର ଭିତରେ, ଯାହା ଦ୍ୱାରା ସେମାନେ ରେଚନ କରିଥାନ୍ତି। ଆଉ ମେରୁଦଣ୍ଡୀ ପ୍ରାଣୀ ମାନେ ଆମ ମାନଙ୍କ ପାଇଁ କଥା କହୁଛି, ମଣିଷ ମାନଙ୍କ କଥା କୁହ ବା ଅନ୍ୟ ଜୀବଜନ୍ତୁ ଆମେ ଯୋଉ ଦେଖୁଛେ, ବାଘ ହେଲା, ଅନ୍ୟ ମେରୁଦଣ୍ଡୀ ଯେତେକ ବାଘ, ସିଂହ, କୁକୁର, ବିଲେଇ ଯାହା ବି ଦେଖୁଛ, ଏମାନଙ୍କର ବୃକ୍କ ଅଛି
ଏବଂ ଚର୍ମ ମଧ୍ୟ ଅଛି। ଏଇ ଦୁଇଟା ଦ୍ୱାରା ଏମାନେ ରେଚନ କରିଥାନ୍ତି। ସୋ ବର୍ତ୍ତମାନ ଆମେ ଆସିବା ମଣିଷର ରେଚନ ତନ୍ତ୍ର, ଯୋଉଟା ଆମ ପାଇଁ ସବୁଠୁ ଇମ୍ପୋର୍ଟାଣ୍ଟ। ତ ମଣିଷର ରେଚନ ତନ୍ତ୍ର ଆମ କଣ ରହୁଛି ନା ଦିଟା ବୃକ୍କ ରହୁଛି। ଦିଟା ବୃକ୍କ ତୁମକୁ କୋଉଟା ଦେଖାଯାଉଛି? ଏଇଟା ଗୋଟେ, ଏଇଟା ଗୋଟେ। ତ ଦିଟା ବୃକ୍କ ଦେଖାଯାଉଛି। ଏକ ହଳ ମୂତ୍ର ସାରଣୀ ରହୁଛି। ଏଇଟା ତୁମେ ଦେଖ, ଏଇଟା ଏବଂ ଏଇଟା, ଏଇଟା କଣ? ଦିଟା ମୂତ୍ର ସାରଣୀ ଦେଖିଲ। ମୂତ୍ରାଶୟ ଏଇଟା ତୁମକୁ ଦେଖାଯାଉଛି, ଏଇଟା ହଉଛି ମୂତ୍ରାଶୟ। ଏବଂ ମୂତ୍ର ମାର୍ଗ କୋଉଟା? ଯୋଉ ପଟେ ମୂତ୍ରାଶୟରୁ ଯେତେବେଳେ ମୂତ୍ରଟା ନିଷ୍କାସନ ହବ ସେଇଟା ହଉଛି ମୂତ୍ର ମାର୍ଗ। ସବୁଠୁ ତଳ ଆଡ଼ିକି ଯୋଉଟା ଦେଖୁଛ ସେଇଟା ହେଲା ମୂତ୍ର ମାର୍ଗ। ଠିକ ଅଛି। ସୋ ଆମର ଯୋଉ ମଣିଷ ରେଚନ ତନ୍ତ୍ର ମୁଖ୍ୟତଃ ଏଇ ଚାରିଟା ଅଂଶକୁ ନେଇକି ଗଠିତ ହେଲା। ଦିଟା ବୃକ୍କ ରହିଲା, ଦିଟା ମୂତ୍ର ସାରଣୀ ରହିଲା, ଗୋଟେ ମୂତ୍ରାଶୟ ରହିଲା ଏବଂ ଗୋଟେ ମୂତ୍ର ମାର୍ଗ ରହିଲା। ବର୍ତ୍ତମାନ ଆମେ ଦେଖିବା ବୃକ୍କର ଗଠନ। ତ ବୃକ୍କଟା ରହିଛି କୋଉଠି ସେଟା ଆଗ ଦେଖିଦବା। ତ ଏଇଠି ତୁମେ ପିକ୍ଚରରେ ଭଲସେ ଦେଖିପାରୁଥିବ କଣ ଆମର ଯୋଉ ରହିଲା ଉଦର ଗହ୍ୱର ରହୁଛି, ତା ମଧ୍ୟରେ ମଧ୍ୟ ଛଦାର ଠିକ ତଳୁକୁ ଆମର ଯୋଉ ରହିଲା ମଧ୍ୟ ଛଦା କୋଉଠି ରହୁଥିଲା ନା ଫୁସଫୁସ ତଳ ଆଡ଼ିକି ଦେଖୁଥିଲେ ମଧ୍ୟ ଛଦାଟା ରହୁଥିଲା। ତ ମଧ୍ୟ ଛଦାର ଠିକ ତଳକୁ ଆମର ଏବଂ ମେରୁଦଣ୍ଡର ଉଭୟ ପାର୍ଶ୍ୱରେ ରହୁଛି। ଏଠି ତ ବ୍ୟାକ୍ ସାଇଡଟା ଦେଖିବନି, ବଟ୍ ମେରୁଦଣ୍ଡର ଦି ପାର୍ଶ୍ୱରେ ରହିଲା ଦିଟା ବୃକ୍କ ରହିଲା। ଆକାର ତୁମେ ଦେଖିପାରୁଥିବ ଶିମ୍ବ ମଞ୍ଜି ଭଳିଆ ତୁମକୁ ଦେଖାଯାଉଛି। ଏବଂ ଏହାର ମାପ ଯଦି ଦେଖିବ, ଲମ୍ବ ହଉଛି 10 ରୁ 12 ସେଣ୍ଟିମିଟର, ଓସାର 5 ରୁ 7 ସେଣ୍ଟିମିଟର ଏବଂ ମୋଟେଇ 3 ସେଣ୍ଟିମିଟର। ଠିକ ଅଛି। ଏବଂ ତୁମେ ଯଦି ତାକୁ ରିଅଲରେ ଦେଖିବ କିଛି ଏମିତି ଦେଖାଯାଏ, ମାନେ ଯଦି ଗୋଟେ ମଣିଷ ଶରୀର ଭିତରୁ ତୁମେ କିଡନୀ ବାହାର କରୁଛ ତ ଏମିତି କିଛି ଦେଖାଯାଏ କିଡନୀଟା। ଠିକ ଅଛି। ଏମିତି ମାଂସ ତୁମେ ଦେଖିପାରୁଛ ଏବଂ ୟାର ଡିଟେଲରେ କୋଉ ପାର୍ଟଟା କଣ ଅଛି ସେଇଟା ଏବେ ଆମେ ଡିସ୍କସ କରିବା। ସୋ ଆମେ ଏବେ ଦେଖିବା କିଡନୀର ପାର୍ଟ କଣ କଣ ଅଛି। ତ ଫାଷ୍ଟ ହେଲା ବୃକ୍କର ଭିତର ପାଖଟା ଖାଲୁଆ ଅଂଶ ଥାଏ, ଯୋଉଟାକୁ ଆମେ ହାଇଲମ୍ କହିଥାଏ। ଠିକ ଅଛି। ହାଇଲମ୍ କହିଲେ କୋଉଟା କହିବ? ଏଇ ପୋର୍ସନଟା ଦେଖ, ଏଇ ଯୋଉ ଜାଗାଟା ଦେଖୁଛ, ଏଇ ଜାଗାଟା ଯୋଉଟା ମୁଁ ହେଲେ ଡାର୍କେନ କଲି, ତ ଏଇ ଜାଗାଟାକୁ ତମେ ହାଇଲମ୍ କହିବ। କାହିଁକି ନା ଏଟା ଖାଲୁଆ ପୋର୍ସନ ଅଛି। ଆଉ ଏଇ ଯୋଉ ହାଇଲମ୍ ଭିତର ଦେଇକିରି ତୁମର କଣ କଣ ଯାଇଛି ନା ବୃକ୍କୀୟ ଧମନୀ, ଶିରା ଏବଂ ମୂତ୍ର ସାରଣୀ ବୃକ୍କ ସହିତ ସଂଯୁକ୍ତ ହେଇଥାଏ। ତୁମେ ଦେଖିପାରୁଛ ମୂତ୍ର ସାରଣୀ କୋଉଟା? ଏଇଟା ତମେ ମୂତ୍ର ସାରଣୀ କହୁଛ, ଯେଟା ସଂଯୁକ୍ତ ହେଇଛି ଯାଇଛି କୋଉଠିକି ନା ସେଇ ଖାଲୁଆ ଅଂଶରେ ମିଶିଛି। ତାପରେ ଆମର ଯୋଉ ନାଲିଆ କଲର ଦେଖିପାରୁଛ ଏବଂ ନେଳିଆ କଲର ଦେଖିପାରୁଛ, ଦିଟା ଗୋଟେ ଧମନୀ ହେଇଥିବ, ଗୋଟେ ଶିରା ହେଇଥିବ। ତ ସେଗୁଡିକ ମଧ୍ୟ ଯାଇକିରି ବୃକ୍କ ସହିତ ସଂଯୁକ୍ତ ହେଇଛନ୍ତି। ଆଉ ଯୋଉ ମୂତ୍ର ସାରଣୀ ଦେଲା, ମୂତ୍ର ସାରଣୀ ଦେଇକିରି ବୃକ୍କରୁ ମୂତ୍ରାଶୟକୁ ଆସିଥାଏ। ଯୋଉ ବୃକ୍କ ରହିଲା ତା ଦେହରୁ ମୂତ୍ର କେମିତି ଆସିବ? ଏଇ ମୂତ୍ର ସାରଣୀ ଦେଇକିରି ଏଇ ରାସ୍ତାରେ ହିଁ ବାହାରକୁ ବାହାରିବ। ଠିକ ଅଛି। ବୃକ୍କର ଦିଟା ଭାଗ ଥାଏ। ବାହାର ଭାଗଟାକୁ କୁହାଯାଏ କଣ ନା କର୍ଟେକ୍ସ, ଆଉ ଭିତର ଭାଗଟାକୁ କୁହାଯାଏ ମେଡ୍ୟୁଲା। କର୍ଟେକ୍ସ କୋଉଟା, ମେଡ୍ୟୁଲା କୋଉଟା? ମେଡ୍ୟୁଲା ମାନେ କଣ କହିବ କୁହ ତ? ଏଇ ଯୋଉ ଦେଖିପାରୁଛ ଏଇ ଯୋଉ ଫୁଲ ପାଖୁଡା ଭଳିଆ ଦେଖାଯାଉଛି, ଦେଖିପାରୁଛ ଯୋଉଟା ରଙ୍ଗ କରୁଛି, ଏଇଗୁଡା ତୁମେ ମେଡ୍ୟୁଲା କହୁଛ। ଆଉ କର୍ଟେକ୍ସ କହୁଛ ଏଇ ପାର୍ଟ ଗୁଡାକୁ କର୍ଟେକ୍ସ କହୁଛ। ଏଇ ଯୋଉ ପାର୍ଟଟା ରହିଲା ଏଗୁଡାକ ତୁମେ କର୍ଟେକ୍ସ କହୁଛ। ଠିକ ଅଛି। ତ କର୍ଟେକ୍ସ ଆଉ ମେଡ୍ୟୁଲା ଆମେ ଜାଣିଗଲେ କଣ କଣ। ତ ବୃକ୍କ କିଛି ଏମିତି ଦେଖିବାକୁ, ତ ଆମେ ଜାଣିଗଲେ ବୃକ୍କ କଣ ଏବଂ ଦେଖିବାକୁ କେମିତି। ବର୍ତ୍ତମାନ ବୃକ୍କର ଗଠନ ଏବଂ କାର୍ଯ୍ୟକୁ ଦେଖିବା। ବୃକ୍କର ଗୋଟେ ଇମ୍ପୋର୍ଟାଣ୍ଟ ପାର୍ଟ ହଉଛି ନେଫ୍ରନ୍, ଯାହାକୁ ମୂତ୍ରଜନ ନଳିକା ବୋଲି କୁହାଯାଏ। ଏବଂ ପ୍ରତ୍ୟେକ ବୃକ୍କରେ ପ୍ରାୟ 10 ଲକ୍ଷରୁ ଅଧିକ ଅତି ସୂକ୍ଷ୍ମ ନଳିକା, ଏଇ ଯୋଉ ନେଫ୍ରନ୍ ଥାଏ ଅତି ସୂକ୍ଷ୍ମ ଭାବରେ। ଏଗୁଡା କେମିତି ଆମେ ଦେଖିବାକୁ, ଏଇଠି ଦେଖ, ଆମେ କଣ କଲେ ନା ଏଇ ଯୋଉ ବୃକ୍କ ଦେଖୁଥିଲେ, ଏଇଟା ଯୋଉ ବୃକ୍କର ତୁମେ ଯୋଉ ଦେଖୁଛ ଫଟୋଟା, ଏଇଟା କେମିତି ହେଇଥିବ କୁହ ତ? ମାନେ ବୃକ୍କ ସପୋଜ ଏମିତି ଅଛି, ତ ତୁମେ ଏପଟେ ଗୋଟେ ଛୁରୀରେ କଟଟେ ମାରିଛ, ତ ବୃକ୍କର ଏଇ ଯୋଉ ସାଇଡଟା ରହିଲା, ଏଇ ସାଇଡଟାକୁ ତୁମେ ଦେଖୁଛ। ଠିକ ଅଛି। ମାନେ ଭିତର ପଟଟା କେମିତି ଦେଖାଯାଉଛି ସେଟା ତୁମେ ଏଠି ଦେଖୁଛ। ତ ସେତେବେଳେ ଆମେ ଯେତେବେଳେ ଦେଖୁଛେ ତ କିଛି ଆମକୁ ଏମିତି ଦେଖାଯାଉଛି ସେ ପିକ୍ଚରଟା, ଏବଂ ତାର ଏଇ ପୋର୍ସନଟାକୁ ଦେଖ, ଏଇ ଯୋଉ ପୋର୍ସନଟା ଅଛି ଦେଖାଯାଉଛି, ତାକୁ ଆମର କଣ କରାଯାଇଛି ନା ଗୋଟେ ଜୁମ୍ କରାଗଲା ଦେଖିବା ପାଇଁକା। ଏ ଦେଖ, ଏଇ ଛୋଟ ପୋର୍ସନଟାକୁ ସେ ଜୁମ୍ କରିକି ଦେଖେଇଲା ଏବଂ ଜୁମ୍ କଲା ବେଳକୁ ଆମକୁ କିଛି ଏମିତି ଦେଖାଗଲା। ଏଇ ଯୋଉ ପାର୍ଟଟା ତୁମେ ଦେଖିପାରୁଛ, এইটা ଯୋଉ ଏମିତି ହେଇଛି, ଏଗୁଡା କେମିତି ବାହାରିଛି,
এইটাକୁ ଆମେ କହୁଛେ ନେଫ୍ରନ୍। ଓକେ, এইଟାକୁ ଆମେ ନେଫ୍ରନ୍ କହୁଛେ। ଏବଂ ସେଇ ନେଫ୍ରନ୍ଟାକୁ ଯେତେବେଳେ ଆଉ ଟିକେ ଜୁମ୍ କରିକି ଦେଖୁଛେ ସେଟା ଆମକୁ କିଛି ଏମିତି ଦେଖାଯାଉଛି। ଏଇଟା ଯୋଉ ଦେଖୁଛେ ଏଇଟାକୁ ଆମେ ନେଫ୍ରନ୍ ଗୋଟେ ନେଫ୍ରନ୍ ବୋଲିକା କହୁଛେ। ঠিক ଅଛି, ତ ନେଫ୍ରନ୍ କୁ କେବେ କନଫ୍ୟୁଜନ ହବନି କି ନେଫ୍ରନ୍ ଆକ୍ଚୁଆଲି କଣ। ଆମେ ଯେତେବେଳେ ମାନେ ମୁଁ ମୋ କଥା କହୁଛି, ଯେତେବେଳେ ମୁଁ 10th କ୍ଲାସରେ ଥିଲି ମୁଁ ନେଫ୍ରନ୍ କୁ କନଫ୍ୟୁଜ ହଉଥିଲି କାହା ସହିତ ନା ଆମର ଯୋଉ ପୁରୁଷ ମାନଙ୍କର ଜନନଙ୍କ ସହିତ। କାହିଁକି ନା ଏଇଟା ଦେଖାଯାଉଛି କିଛି ଏମିତି, ଆମର ଜନନଙ୍ଗଟା କିଛି ଏଇଭଳିଆ ଦେଖାଯାଏ। ତ ମୁଁ ଭାବୁଥିଲି କି ଯଦି ଜନନଙ୍ଗ ହେଲା ତାହେଲେ ୟା ଦ୍ୱାରା କେମିତି ହଉଛି। ତ ଆମକୁ ଟିଚର ଏତେ ଭଲସେ ବୁଝେଇ ପାରିନଥିଲେ କି ଆକ୍ଚୁଆଲି ନେଫ୍ରନ୍ଟା ଦେଖାଯାଏ କେମିତି। ଓକେ, ତ ମୁଁ କନଫ୍ୟୁଜନ ତା ଦେହରେ ରହୁଥିଲା। ସୋ ତୁମେ କେବେ କନଫ୍ୟୁଜନ ହବନି। ଏଇ ବୃକ୍କର ଯୋଉ ରହୁଛି, ମାନେ ଗୋଟେ କନଫ୍ୟୁଜନ କେତେ ସିରିୟସ୍ ତୁମ ପାଇଁ ତୁମେ ଜାଣିପାରିବ। ତୁମେ ରେଚନ ଅଙ୍ଗରୁ ଡାଇରେକ୍ଟଲି ପଳେଇଲ ଜନନ ଅଙ୍ଗକୁ, ମାନେ ମୁଁ ମୋ କଥା କହୁଥିଲି। ତ ଏତେ କନଫ୍ୟୁଜନ ହଉଥିଲା। ତ ଏଇ ଯୋଉ ବିକଜ ବହିରେ ଯୋଉ ଚିତ୍ର ଦେଇଛି, ବହିରେ ଚିତ୍ରଟାକୁ ଏତେ ଭଲସେ ଆମକୁ ମାନେ ଦେଇପାରି ନାହିଁ କି ଆମେ ଜାଣିପାରୁନୁ କି ଆକ୍ଚୁଆଲି ହଉଛି କଣ କୋଉଟାରେ। ତ ନିଜେ ଯଦି ତୁମେ ସେଲ୍ଫ ଷ୍ଟଡି କରିବାକୁ ବସିବ ତୁମକୁ ଏଇଟା କନଫ୍ୟୁଜନ ହବ। ଠିକ ଅଛି, ସୋ ଆମେ ଏଠି କଣ ଦେଖିଲେ ନା ବୃକ୍କର ଯୋଉ ମେଡ୍ୟୁଲା ଅଛି, ସେ ମେଡୁଲାକୁ ଆମେ ଯଦି ଜୁମ୍ କରିକି ଦେଖୁଛେ ତ ଆମକୁ କିଛି ଏମିତି ଦେଖାଯାଉଛି। ଏବଂ ତା ଭିତରେ ଆମେ ଦେଖୁଛେ ଆମର ନେଫ୍ରନ୍ ଗୁଡିକ ରହିଛି, ବହୁତ ଗୁଡେ ନେଫ୍ରନ୍। ସେଠି ଏଠି ତୁମ ଗୋଟେ ନେଫ୍ରନ୍ ଦେଖିଛି, ତ ଆମେ ଦେଖିଲେ ନା ଗୋଟେ ବୃକ୍କ ଭିତରେ ପାଖାପାଖି 10 ଲକ୍ଷରୁ ଅଧିକ ନେଫ୍ରନ୍ ରହିଥାଏ। ତ ଏମିତି ନେଫ୍ରନ୍ଟା ଦେଖାଯାଏ। ଠିକ ଅଛି, ତ ଯଦି ସେଇଟାରେ ବୁଝା ନ ପଡୁଥିବ ଏଇ ପିକ୍ଚରଟାରେ ବି ତୁମେ ଦେଖ, ଏଠି ବି ସେୟା କରାଯାଇଛି। କଣ ଏଠି ଜୁମ୍ କରିକି ତୁମକୁ ଦେଖାଯାଇଛି। ଠିକ ଅଛି, ଦେଖ এইটা হচ্ছে নেফ্রন, এই পোর্শনটা হচ্ছে তুমি এটাকে নেফ্রন কହୁଛ। ঠিক আছে, তো বর্তমান ଏହା ବିଷୟରେ ଡିଟେଲରେ ପଢିବା କଣ ହଉଛି। ସୋ ନେଫ୍ରନ୍ ଯୋଉ ରହିଲା, ନେଫ୍ରନର ଆରମ୍ଭରେ ଗୋଟେ କପ୍ ଭଳିଆ ଅଂଶ ରହିଛି ଯୋଉଟା କି ବାହାରକୁ ମୁହାଁଇଥାଏ, ତାକୁ ଆମେ ବାଉମାନ୍ସ କ୍ୟାପସୁଲ କହୁଛେ। ଏଇ ପୋର୍ସନଟା ଦେଖ, ଏଇଟା ଗୋଟେ କପ୍ ଭଳିଆ ଅଂଶ ଦେଖାଯାଉଛି। ଏଇଟା ଯୋଉ ଦେଖୁଛ ଏଇଟା ଗୋଟେ କପ୍ ଭଳିଆ ଅଂଶ ରହିଛି, ମାନେ କଣ ଏମିତି ଗୋଟେ କପ୍ ଭଳିଆ ଅଂଶ ରହୁଛି ନା, ତା ଭିତରେ ତୁମେ ଦେଖୁଛ ଅନେକ ଲାଇନ ଏମିତି ରହିଛି, ଗୁଡେଇ 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 ଏମିତି ଦେଇଛନ୍ତି। এই ଯୋଉ କପ୍ ଭଳିଆ ଅଂଶଟା ଦେଖୁଛ ଆକୁ କଣ କୁହାଯାଉଛି, ବାଉମାନ୍ସ କ୍ୟାପସୁଲ। କ୍ୟାପସୁଲ ଭିତରେ ଥିବା ରକ୍ତ କୈଶିକ ନଳୀର ଗୁଚ୍ଛକୁ ଆମେ ଗ୍ଲୋମେରୁଲସ୍ କହିଥାଉ। ତାହେଲେ ଗ୍ଲୋମେରୁଲସ୍ ଏଠି କଣ ହବ, এইটা ହବ ଗ୍ଲୋମେରୁଲସ୍। এইটা ଯୋଉ ଦେଖୁଛ ଭିତରେ ଏଗୁଡା ଯୋଉ ଦେଖୁଛ ବହୁତ ଗୁଡେ ଏମିତି ଗୁଡେଇ ତୁଡେଇ ହେଇକି ଅଛି କୈଶିକ ନଳୀ, ଏବଂ ତାକୁ ଆମେ କହୁଛେ କଣ ନା ଗ୍ଲୋମେରୁଲସ୍ କହୁଛେ। ଠିକ ଅଛି, ବର୍ତ୍ତମାନ ଅନ୍ତର୍ବାହୀ ଉପଧମନୀ କଣ ନା ବୃକ୍କ ଧମନୀର ଗୋଟିଏ ସୂକ୍ଷ୍ମ ଶାଖା ଯୋଉଟା ରକ୍ତ ନେଇକି ଆସିବ ବୃକ୍କ ଭିତରକୁ। ମାନେ କଣ ହଉଛି ଏଇଟା ଦେଖ, এই ଯୋଉ ମେଡୁଲା ଭିତରେ ନେଫ୍ରନ୍ ରହିଲା, ନେଫ୍ରନ୍ ଭିତରକୁ, ନେଫ୍ରନ୍ଟା ହଉଛି ତାର ଆମ ଯୋଉ ଛଣା ମେସିନଟା ହେଲା। ତ ରକ୍ତ ଆସିଲା କୋଉ ବାଟ ଦେଇକିରି, ରକ୍ତ ଆସିଲା ଏପଟେ ଦୂଷିତ ରକ୍ତ ଆସିଲା, ଯୋଉଟା କି ମାନେ କଣ ରକ୍ତଟା ଆସିଲା, ତା ଦେହରେ ଆମର ମିଶିକି ଅଛି ଯୋଉ ୟୁରିଆ ଫିରିଆ ଏଗୁଡା ଯାହା ସବୁ ଅଛି। ତ ସେଇଟା ଆସିଲା ଏବଂ ନେଫ୍ରନ୍ ଭିତରକୁ ବସିଲା କାହା ଦେଇକିରି, ଅନ୍ତର୍ବାହୀ ଉପଧମନୀ ଦେଇକିରି। ବାହାରିଲା କୋଉ ବାଟ ଦେଇକିରି, ବହିର୍ବାହୀ ଉପଧମନୀ ଦେଇକିରି। ଏଇଟା ଦେଖିପାରୁଛ ଆଉ ଗୋଟେ ଇଏ ଅଛି। ତ এইটা ରହିଲା ଅନ୍ତର୍ବାହୀ ଏବଂ ଏଇଟା ରହିଲା ବହିର୍ବାହୀ। এইটা হচ্ছে বহির্বাহী, বহির্বাহী ଆଉ এইটা ହେଲା କଣ ଅନ୍ତର୍ବାହୀ। ଠିକ ଅଛି, ତ ଅନ୍ତର୍ବାହୀ ବହିର୍ବାହୀ ଆମେ ଜଣାପଡ଼ିଲା। ଅନ୍ତର୍ବାହୀ ଦେଇକିରି ଭିତରକୁ ଆସିଲା ବ୍ଲଡ ଏବଂ ବହିର୍ବାହୀ ଦେଇକିରି ବାହାରକୁ ଗଲା। ତ ଯୋଉ ବହିର୍ବାହୀ ଉପଧମନୀ ଦେଲା, ଏଇଟା କୈଶିକ ନଳୀ ଗୁଡିକର ମିଶିବା ଦ୍ୱାରା ସୃଷ୍ଟି ହୁଏ ଏବଂ ରକ୍ତ ନେଇକିରି ଏଟା ଯାଏ। ଆଉ ଯୋଉ ବାଉମାନ୍ସ କ୍ୟାପସୁଲ ପ୍ଲସ୍ ଗ୍ଲୋମେରୁଲସ୍ ସେଟାକୁ ମିଶେଇକିରି ଆମେ କଣ କହୁଛେ, ଏଟାକୁ ମାଲପିଜିଆନ ପିଣ୍ଡ ବୋଲିକା କହୁଛେ। ଠିକ ଅଛି, ସୋ ନେଫ୍ରନ୍ ହେଲା ଏମିତି, ତା ଦେହରେ କେମିତି ଛଣାଛଣି ହେଲା ବର୍ତ୍ତମାନ ନେକ୍ସଟ ପାର୍ଟରେ ଦେଖିବା। ତ ନେଫ୍ରନ୍ ର ନଳିକା ଗୁଡିକ ଗୁଡେଇ ହୋଇ ଶେଷରେ ମୂତ୍ର ସଂଗ୍ରହ ନଳିକାରେ ମିଶିଥାଏ ଏବଂ ଏହି ନଳିକା ଗୁଡିକ କୋଉଠି ଖୋଲିଥାଏ ନା ଗଭିଣୀ ବସି, ଯୋଉଟା ଆମର ପେଲଭିସ୍ ଅଫ ୟୁରେଟର କହୁଛେ, ସେଇଠି ଖୋଲିଥାଏ। ପ୍ରତ୍ୟେକ ବୃକ୍କରୁ ଗୋଟିଏ ଲେଖାଏଁ ମୂତ୍ର ସାରଣୀ ବାହାରିକି ମୂତ୍ରାଶୟରେ ପଶିଥାଏ ଏବଂ ମୂତ୍ରାଶୟରେ ମୂତ୍ର ସଞ୍ଚିତ ହୋଇ ରୁହେ, ପରେ ମୂତ୍ର ମାର୍ଗ ଦେଇକି ସେଟା ବାହାରିଥାଏ। ମାନେ କଣ ହେଲା ଏଠି ଦେଖ,
এইটা রহিলা ଅନ୍ତର୍ବାହୀ ଉପଧମନୀ, ଏଇଟା ରହିଲା ବହିର୍ବାହୀ ଉପଧମନୀ। ଅନ୍ତର୍ବାହୀ ଉପଧମନୀ ଦେଇକିରି ବ୍ଲଡ ପଶିଲା ଭିତରକୁ, ଭିତରେ ଛାଣି ହେଲା ଏବଂ ବାହାରକୁ ଆସିଲା ବହିର୍ବାହୀ ଉପଧମନୀ ଦେଇକିରି। ଏବଂ ନେଫ୍ରନର ଏଇ ଯୋଉ ନଳିକା ଗୁଡିକ ରହିଛି ସେଗୁଡା ଗୁଡିକି ହୋଇକିରି ଖୋଲିଥାଏ କୋଉଠି, ଗୋଟେ କଲେକ୍ଟିଂ ଡକ୍ଟ ଥାଏ, ସେଇଠି ଖୋଲିଥାଏ ଏବଂ ଏଇ କଲେକ୍ଟିଂ ଡକ୍ଟ ଲାଷ୍ଟକୁ ପଶିଥାଏ କୋଉଠି, ଗର୍ଭିଣୀ ବସ୍ତିରେ। କଲେକ୍ଟିଂ ଡକ୍ଟ କୁ ଆମେ ମୂତ୍ର ସଂଗ୍ରହ ନଳିକା ବୋଲି କହୁଛେ ଏବଂ ଏଗୁଡିକ ଯାଇକି ମିଶି କୋଉଠି, ଏଠି ଦେଖ পেলভিস অফ ইউরেটর, মানে এইগুলা ଯୋଉ ଦେଖୁଛ ଏଇ ଜାଗାଟା, ତ ସେଇ ଜାଗାରେ ଆସିକି ମିଶିଛି, ତୁମକୁ ଦେଖାଯାଉଛି ଏଠି। ତାପରେ ୟୁରେଟର ଦେଇକିରି ସର ଆମର ୟୁରିନ୍ ଟା ବାହାରୁଛି ଏବଂ ଯାଇକିରି ମୂତ୍ରାଶୟରେ ପଶୁଛି। ଠିକ ଅଛି। ସୋ ଆମକୁ ବର୍ତ୍ତମାନ ମୋଟାମୋଟି ଭାବରେ ଜଣା ପଡିଗଲା ଯେ ବୃକ୍କର ଅଙ୍ଗ ଗୁଡିକ କିଏ କଣ କାମ କରୁଛି ଏବଂ କେମିତି କୋଉଟା କାହା ସହିତ ଜଏଣ୍ଟ ହେଇଛି, ତ ଏତିକି ଆମକୁ ଜଣା ପଡିଗଲା। ନେକ୍ସଟ ଯିବା। ଆମ ଶରୀରରେ ଯୋଉ ମୂତ୍ର ପ୍ରସ୍ତୁତି ହେଉଛି ମୁଖ୍ୟତଃ ତିନିଟା ସୋପାନରେ ହେଉଛି। ଫାର୍ଷ୍ଟ ସୋପାନ କଣ ନା, ସର୍ବପ୍ରଥମେ ଗ୍ଲୋମେରୁଲସରେ ରକ୍ତଟା ଛଣା ହେଲା। ଗ୍ଲୋମେରୁଲସ ଯୋଉ ଦେଖେଇଥିଲି ସେଇଠି ରକ୍ତ ଛଣା ହୁଏ। ଗ୍ଲୋମେରୁଲସ ଯୋଉ ସୂକ୍ଷ୍ମ ରନ୍ଧ୍ର ଗୁଡିକ ଅଛି, ଛୋଟ 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 ତା ଦେହରେ କଣା ଥାଏ, ତା ଦେଇକିରି ରକ୍ତ କଣିକା ଏବଂ ବଡ ପ୍ରୋଟିନ ଅଣୁ ଛାଣି ହେଇପାରେ ନାହିଁ, ଯାହା ଫଳରେ ଆମର ଛୋଟ ଅଣୁ ଯୋଉଗୁଡା ରହିଲା ଜଳ, ଗ୍ଲୁକୋଜ, ଆମିନୋ ଏସିଡ, ୟୁରିଆ, କ୍ରିଏଟିନିନ, ଲବଣ ଇତ୍ୟାଦି ଛାଣି ହୋଇ ବୃକ୍କୀୟ ନଳିକାକୁ ଚାଲି ଆସେ। ତୁମେ ୟାର ଏସବୁ ନାଁ ଗୁଡା କେତେବେଳେ ଦେଖିବ କହିଲ, ଘରେ ଯଦି କାହାର ତୁମେ ଦେଖିବ ଟେଷ୍ଟ ହେଇଥିବ, ଆମର ୟୁରିନ୍ ଟେଷ୍ଟ ହେଇଥିବ, ତ ୟୁରିନ୍ ଟେଷ୍ଟର ତୁମେ ରିପୋର୍ଟ ଦେଖିବ, ତା ଦେହରେ ସବୁ ପାଇବ। ଗ୍ଲୁକୋଜ ଅଛି କି ନାହିଁ, ଆମିନୋ ଏସିଡ କେତେ ଅଛି, କ୍ରିଏଟିନିନ କେତେ ଅଛି, ଲବଣ କେତେ ଅଛି, ୟୁରିଆ କେତେ ଅଛି, ତା ଦେହରେ ତୁମେ ଲେଖା ହେଇଥିବ। ତେଣୁ ସେଇଟାରୁ ଜଣାପଡେ କି ଲୋକଟା ସୁସ୍ଥ ଅଛି କି ନାହିଁ। ଗୋଟେ ନିର୍ଦ୍ଦିଷ୍ଟ ପରିମାଣ ଥାଏ, ଏତିକି ପରିମାଣର ବାହାରିବା ଉଚିତ। ଯଦି ତାଠାରୁ ଅଧିକ ବାହାରିଲା ବା କମ ବାହାରିଲା, ସେଇ ଅନୁସାରେ ଆମର ରୋଗ କଣ ହେଇଛି ଆମକୁ ଡାକ୍ତରମାନେ କହିବେ। ତେଣୁ ଯୋଉ ଗ୍ଲୋମେରୁଲସର ସୂକ୍ଷ୍ମ ରନ୍ଧ୍ର ଦେଇକି ଆମେ ଦେଖିଲେ କଣ, ରକ୍ତ କଣିକା ଏବଂ ବଡ ପ୍ରୋଟିନ ଅଣୁ ଛାଣି ହେଇପାରେ ନାହିଁ, କିନ୍ତୁ ଅନ୍ୟ ସମସ୍ତେ ଛାଣି ହେଇକିରି ବୃକ୍କୀୟ ନଳିକା ଭିତରକୁ ପଳେଇ ଆସନ୍ତି। ତାପରେ କଣ ହୁଏ, ଯୋଉ ଛାଣି ହେଇଥିବା ପଦାର୍ଥ ଭିତରେ ଆମର ଗ୍ଲୁକୋଜ ବି ଥିଲା ଏବଂ ଆମିନୋ ଏସିଡ ବି ଥିଲା। ଆମିନୋ ଏସିଡ ଆମେ ଜାଣିଛେ ପ୍ରୋଟିନଟା, ମାନେ ଆମିନୋ ଏସିଡ ମିଶିକିରି ପ୍ରୋଟିନ ଆମର ହୁଏ। ତେଣୁ ଗ୍ଲୁକୋଜ ଏବଂ ଆମିନୋ ଏସିଡ ଆମ ଶରୀର ପାଇଁକା ଆବଶ୍ୟକ। ତେଣୁ ସେଗୁଡିକ କଣ হবে ନା, ବୃକ୍କୀୟ ନଳିକାରୁ ପୁନର୍ବାର ରକ୍ତନଳୀ ଭିତରକୁ ଶୋଷି ହେଇଯିବେ। ଓକେ, ଏବଂ ଏଇ କୈସିକ ରକ୍ତନଳୀ ମାନେ ମିଶିକିରି ବୃକ୍କୀୟ ଶିରାରେ ପରିଣତ ହେବେ। ତାମାନେ କଣ ହେଲା, ଏଠି ଦେଖ ତ ଏଠି କଣ ହେଲା ତୁମେ ଦେଖ, ଗ୍ଲୋମେରୁଲସ ତୁମେ ଦେଖିପାରୁଛ ଏଇଠି ରହିଲା। ତ ଗ୍ଲୋମେରୁଲସ ରେ ରକ୍ତ ଛଣା ହେଲା, ଯୋଉ ଆମେ ଦେଖିଲେ ଗ୍ଲୁକୋଜ, କ୍ରିଏଟିନିନ, ଜଳ ଯାହା ସବୁ ରହିଲା, ଯୋଉଗୁଡିକ ପ୍ରଥମେ ଛାଣି ହେଲା, ସେଗୁଡିକ ଗଲା କୋଉଠିକି, ବୃକ୍କୀୟ ନଳିକା ଭିତରକୁ ଗଲା ଏବଂ ଗ୍ଲୁକୋଜ ଏବଂ ଏମିନୋ ଏସିଡ ସେଗୁଡିକ ଆମର ରହିଯାଏ, ସେଗୁଡିକ ଆମର ରକ୍ତନଳୀ ଭିତରକୁ ପଳେଇ ଆସେ ପୁଣି। ତ ତମ ରକ୍ତନଳୀ ଏଠି କୋଉଠି ଦେଖ, ଏଇଠି ଦେଖିପାରୁଛ ଆସିଛି ଗୋଟେ ବ୍ଲଡ ୱିଦାଉଟ୍ ୱେଷ୍ଟ, ବ୍ଲଡ ୱିଥ ୱେଷ୍ଟ, ମାନେ ରକ୍ତ ବର୍ଜ୍ୟବସ୍ତୁ ସହିତ ଗୋଟେ ବର୍ଜ୍ୟବସ୍ତୁ ବିନା। ତ ଯୋଉ ରକ୍ତ ବର୍ଜ୍ୟବସ୍ତୁ ବିନା ରହିଛି ସେଇ ରକ୍ତନଳୀକୁ ଆମର ଯାଉଛି, ମାନେ ଶରୀର ଭିତରକୁ, ମାନେ ବୃକ୍କରୁ ସେଟା ବାହାରି ଯାଉଛି ରକ୍ତନଳୀ ଦେଇକିରି ଆମ ଶରୀରର ଅନ୍ୟ ପାର୍ଟ ଗୁଡାକ। କିନ୍ତୁ ଯୋଉ ଅନ୍ୟ ଗୁଡା ରହିଲା କ୍ରିଏଟିନିନ ବା ଜଳ, ୟୁରିଆ ଯାହା ସବୁ ରହିଗଲା, ସେଗୁଡିକ କୁଆଡେ ଯିବ ନା ଆମର ମୂତ୍ରସ୍ରାଣୀ ଆଡିକି ଯିବ। ଏଠି ଦେଖ ଲେଖା ହେଲା, ବୃକ୍କୀୟ ନଳିକାରୁ ଯେତେବେଳେ ପୁନର୍ବାର ରକ୍ତନଳୀ ଭିତରକୁ ଶୋଷିତ ହେଲା ଗ୍ଲୁକୋଜ ଏବଂ ଏମିନୋ ଏସିଡ, ଏବଂ ସେଇ କୈସିକ ରକ୍ତନଳୀ ଗୁଡିକ ମିଶିକିରି ବୃକ୍କୀୟ ଶିରାରେ ପରିଣତ ହୁଏ, ଯୋଉଟା ସେଠି ଦେଖେଇଲି। ନିଷ୍କାସନ କଣ ହୁଏ ନା, ରକ୍ତରୁ କିଛି ଅଦରକାରୀ ଲବଣ ନଳିକା ଭିତରକୁ କ୍ଷରିତ ହୁଏ। ଶେଷରେ ରହିଥିବା ଜଳ ଅଂଶ, ଯୋଉଟା ଜଳୀୟ ଅଂଶ ରହିଲା, ସେଇଟାକୁ ଆମେ ମୂତ୍ର କହିଥାଏ, ଯୋଉଟା ମୂତ୍ର ସାରଣୀ ଭିତରେ ଦେଇକିରି ଆମର ଆସେ କୋଉଠି, ମୂତ୍ରାଶୟ ଭିତରକୁ। ଏବଂ ଏଇଟା ୟୁରିନ୍ ଟେଷ୍ଟ ତୁମେ ଦେଖିବ, ଏମିତି ତୁମେ ୟୁରିନ୍ ଟେଷ୍ଟ ଦିଅ ନା ୟୁରିନ୍। ତ ମନେ ରଖିଥାଅ, ମୂତ୍ରରେ କଣ କଣ ଥାଏ ନା, ଜଳ, ୟୁରିଆ, ଅଳ୍ପ ପରିମାଣରେ ୟୁରିକ ଏସିଡ, କ୍ରିଏଟିନିନ ଏବଂ ଲବଣ, ସୋଡିୟମ କ୍ଲୋରାଇଡ ପ୍ଲସ ପୋଟାସିୟମ କ୍ଲୋରାଇଡ, ଏଇଭଳିଆ ଲବଣ ଆମର ଥାଏ। ଆଉ ଯୋଉ ମୂତ୍ର ରହୁଛି ତା ଦେହରେ ଗୋଟେ ବର୍ଣ୍ଣକଣା ରହିଥାଏ, ଯାହାର ନାଁ ହଉଛି ୟୁରୋକ୍ରୋମ। ଏଇ ବର୍ଣ୍ଣକଣା ଯୋଗୁ ମୂତ୍ରର ରଙ୍ଗ ଇସତ ହଳଦିଆ ହୋଇଥାଏ ଏବଂ ସୁସ୍ଥ ଲୋକର ମୂତ୍ରରେ ଗ୍ଲୁକୋଜ କିମ୍ବା ରକ୍ତ କଣିକା ନଥାଏ। ସେଇଥିପାଇଁକା ତୁମେ ଦେଖିବ ଯେତେବେଳେ କୌଣସି ଯୋଉ ଡାଇବେଟିସ୍ ଟେଷ୍ଟ କରାଯାଏ, ତୁମକୁ କେମିତି ଜଣାଯାଏ ନା, ତୁମର ଯଦି ମୂତ୍ରରେ ଗ୍ଲୁକୋଜର ପରିମାଣ ଦେଖାଯିବ, ଡାକ୍ତର ମାନେ ଯେଉଁମାନେ ଟେଷ୍ଟ କରନ୍ତି, ଯେତେବେଳେ ମୂତ୍ରରେ ଦେଖିପାରିବେ ଗ୍ଲୁକୋଜର ପରିମାଣ, ସେତେବେଳେ ସେମାନେ କହିବେ କି ତୁମକୁ ଡାଇବେଟିସ୍ ହେଇଛି। ବା ଯଦି ରକ୍ତ କଣିକା ବାହାରିଲା ତାହେଲେ ଅନ୍ୟ କୌଣସି ରୋଗ ହେଇଥାଇପାରେ। ତ ବୃକ୍କର ଖାଲି ତ ଏଇ ଯୋଉ ଦେଖିଲେ
ରକ୍ତଟା ଏମିତି ଛଣା ହେଲା ସେଇଟା ଗୋଟେ କାମ ନୁହଁ, ଏହା ଛଡ଼ା ଅନ୍ୟ କାମ କ'ଣ ରହୁଛି ନା ଶରୀରରେ ଜଳ ଏବଂ ଧାତବ ଲବଣର ପରିମାଣ ମଧ୍ୟ ନିୟନ୍ତ୍ରଣ କରୁଛି। ଠିକ ଅଛି। ପିଏଚ୍ ନିୟନ୍ତ୍ରଣ କରୁଛି, ରକ୍ତର ଅମ୍ଳ ଏବଂ କ୍ଷାରୀୟ ମାତ୍ରା ମଧ୍ୟ ନିୟନ୍ତ୍ରଣ କରୁଛି, ଯାହା ଫଳରେ ପଦାର୍ଥ ମାନଙ୍କର ସନ୍ତୁଳନ ବଜାୟ ରହୁଛି। ରକ୍ତଚାପ ନିୟନ୍ତ୍ରଣ କରୁଛି, ବ୍ଲଡ ପ୍ରେସର କୁ ତୁମର ମ୍ୟାନେଜ କରୁଛି ବୃକକ। ଏବଂ ବୃକର ଉପର ପାର୍ଟରେ ତୁମେ ଯୋଉ ଦେଖୁଥିଲ ନେକ୍ସଟ ଚାପ୍ଟରରେ ବୋଧେ ଅଛି, ଯେତେବେଳେ ତୁମେ ପଢିବ ହରମୋନ କ୍ଷରଣ ହୁଏ, ସେ ବୃକର ଯୋଉ ଉପର ପାର୍ଟଟା ରହିଛି ସେଠୁ ଆମର ହରମୋନ କ୍ଷରଣ ହୁଏ। କୋଉ ହରମୋନ କ୍ଷରଣ ହୁଏ ସେଟା ନେକ୍ସଟ ଚାପ୍ଟରରେ ଆମେ ଦେଖିବା। କୋଉଟା ରହିଲା ବୃକର ଉପର ପାର୍ଶ୍ୱ, ଏଠି ଦେଖାଯାଉନି, ଆକ୍ଚୁଆଲି ଏଇ ଜାଗାରେ ଥାଏ, ଏଇ ଜାଗାରେ କିଛି ଏମିତି ପାର୍ଟ ଥିବ ଯୋଉଟା ଆମର ହରମୋନ କ୍ଷରଣ ହୁଏ, ସେଇ ଦୁଇଟାକୁ ଆମର କୁହାଯାଏ ଆଡ୍ରେନାଲ ଗ୍ଲାଣ୍ଡ ବୋଲିକା କୁହାଯାଏ। ତ ନେକ୍ସଟ ଚାପ୍ଟର ଆମେ ସେଟା ଦେଖିବା। ଏଠି ଗୋଟେ ଲେଖା ହେଇଛି କ'ଣ ନା ଏରିଥ୍ରୋପୋଏଟିନ୍ ନାମକ ଗୋଟେ ହରମୋନ କ୍ଷରଣ ହୁଏ ଯୋଉଟା ଲୋହିତ ରକ୍ତ କଣିକା ତିଆରିରେ ସାହାଯ୍ୟ କରେ। ତ ବୃକର ଯୋଉ ଏଇ କହିଲି ଆଡ୍ରେନାଲ ଗ୍ଲାଣ୍ଡ, ସେଇଠୁ ଆମର ଏରିଥ୍ରୋପୋଏଟିନ୍ ନାମକ ହରମୋନ କ୍ଷରଣ ହୁଏ ଯୋଉଟା ଆରବିସି ତିଆରିରେ ସାହାଯ୍ୟ କରେ। ତେଣୁ ଏ ସବୁରୁ ତୁମେ ଜାଣିପାରୁଥିବ ବୃକ ଆମ ଶରୀର ପାଇଁ କେତେ ଇମ୍ପୋର୍ଟାଣ୍ଟ। ସେଥିପାଇଁକା ସବୁବେଳେ ଯେତିକି ଆବଶ୍ୟକ ଶରୀରକୁ ପାଣି, ସେତିକି ତୁମେ ପାଣି ପିଇବା ଉଚିତ। ଦିନକୁ 2 ରୁ 3 ଲିଟର ତୁମେ ପାଣି ପିଅ ଏବଂ ରେଗୁଲାର ଏକ୍ସରସାଇଜ କରିବା ଉଚିତ, କାହିଁକିନା ଆମ ଶରୀରରୁ ଏଇ ଯୋଉ ଝାଳ ଆକାରରେ ବି ବାହାରିବ, କାହିଁକିନା କିଡନୀ ଉପରେ ଖାଲି ପ୍ରେସର ପକେଇଲେ ହବନି, ଆମ ଶରୀରରୁ ଝାଳ ମଧ୍ୟ ବାହାରିଲେ ଆମର ହେଇପାରିବ କ'ଣ ବର୍ଜ୍ୟବସ୍ତୁ ନିଷ୍କାସନ ହେଇପାରିବ। ଏବଂ କିଡନୀକୁ ସବୁବେଳେ ବଞ୍ଚେଇକି ରଖିବାର ଅଛି, ବିକଜ ଯେତେବେଳେ କିଡନୀ ଖରାପ ହେଲା ତୁମେ ଦେଖିଛ କେତେ ପ୍ରକାର ପ୍ରୋବ୍ଲେମ ହେଇପାରିବ। ଆରବିସି ଆମର ଠିକ ଠାକ ଫର୍ମେସନ ହବନି, ଦେନ୍ ରହିଲା ତୁମର ଯୋଉ ରକ୍ତ ଭିତରେ ଆମର ଯୋଉ କ'ଣ ହଉଛି ଶରୀର ଭିତରେ ଜଳ ଏବଂ ଧାତବ ଲବଣର ପରିମାଣ ମଧ୍ୟ ସନ୍ତୁଳିତ ରହିପାରିବ ନାହିଁ। ବ୍ଲଡ ପ୍ରେସର ତୁମର ରକ୍ତଚାପ ଯୋଉଟା ରହୁଛି ସେଇଟା ଏପଟ ସେପଟ ହେଇଯିବ। ତେଣୁକରି ବୃକ କେତେ ଇମ୍ପୋର୍ଟାଣ୍ଟ ଆମ ଶରୀର ପାଇଁକା, ସୋ ସବୁବେଳେ ବୃକର କେୟାର ନେବା ଉଚିତ। ଶରୀରର ଅନ୍ୟ ରେଚନ ଅଙ୍ଗ, ଚର୍ମ ରହିଲା ଯୋଉଠାରୁ ଆମେ ଝାଳ ଆମର ବାହାରୁଛି, ଝାଳରେ ଜଳ, ଲବଣ ଏବଂ ସାମାନ୍ୟ ୟୁରିଆ ମଧ୍ୟ ଥାଏ। ଝାଳ ତିଆରି ଚର୍ମର ଅନ୍ୟତମ କାର୍ଯ୍ୟ ଅଟେ। ଏଥିପାଇଁ ଚର୍ମରେ ଆମର ଯୋଉ ସ୍ୱେଦ ଗ୍ରନ୍ଥି ରହିଛି ସେଇଠୁ ଆମର ଝାଳ ବାହାରିଥାଏ। ଝାଳ ବାଷ୍ପୀଭୂତ ହେଲେ ଆମ ଶରୀର ମଧ୍ୟ ଶୀତଳ ହେଇଥାଏ। ତେଣୁ ଯୋଉ ଚର୍ମରେ ଆମର ଯୋଉ ରହୁଛି ହେୟାର୍ସ ରହୁଛି, ଆମର ଯୋଉ ଚର୍ମ ଉପରେ ଯୋଉ ରହିଛି କେଶ ରହୁଛି, ସେଗୁଡିକ କ'ଣ କରୁଛି ନା ଆମ ଶରୀର ପାଇଁକା ଆବଶ୍ୟକ ଅଟେ। ସ୍ୱେଦ ଗ୍ରନ୍ଥି ସେଇଠି ରହିଛି, ତା ମୂଳରେ ରହିଛି ସ୍ୱେଦ ଗ୍ରନ୍ଥି, ଏବଂ ଯେତେବେଳେ ଝାଳ ବାହାରୁଛି, ଝାଳଟା ବାଷ୍ପୀଭୂତ ହେଲେ ଆମେ ଜାଣିଛେ ବାଷ୍ପୀଭବନ ଶୀତଳତା ପ୍ରଦାନ କରେ। ତ ଚର୍ମରୁ ଆମର ଯେତେବେଳେ ଝାଳ ବାହାରୁଛି ଆମ ଶରୀରଟା ଥଣ୍ଡା ହଉଛି। ଯକୃତ ଆମର କ'ଣ କରେ ନା ପିତ୍ତ ନିଷ୍କାସନ କରିଥାଏ। ଯେମିତି ଔଷଧର ଅବଶିଷ୍ଟାଂଶ, ଆମେ ଯୋଉ ଆଜିକାଲି ବହୁତ ମେଡିସିନ ଖାଉଛେ, ଏଲୋପାଥି ମେଡିସିନ ଖାଉଛେ, ତ ଯୋଉ ଔଷଧର ଅବଶିଷ୍ଟାଂଶ, ମାତ୍ରାଧିକ ଭିଟାମିନ, ଭଙ୍ଗା ଆରବିସିର ବର୍ଣ୍ଣକଣା, ଏସବୁ ଗୁଡିକ କ'ଣ ହଉଛି ନା ପିତ୍ତ ସହିତ ମିଶିକି ମଳ ଦ୍ୱାରା ଆମ ଶରୀରରୁ ବାହାରି ଯାଇଥାଏ। ଫୁସଫୁସ କ'ଣ କରେ ନା CO2 ଏବଂ ଜଳୀୟ ବାଷ୍ପ ନିଷ୍କାସନ କରିଥାଏ। ନିଶ୍ୱାସ ଛାଡ଼ିବା ବେଳେ ଆମ ଶରୀରରୁ ଅଙ୍ଗାରକାମ୍ଳଟା ବାହାରି ଆସିଥାଏ। ତେଣୁ ଖାଲି ବୃକ କାମ କରୁନି, ବୃକ ସହିତ ଶରୀରରେ ଅନ୍ୟ ଏତିକି ସବୁ ପାର୍ଟ ଅଛି ଯୋଉମାନେ ଆମ ଶରୀରରୁ ବର୍ଜ୍ୟବସ୍ତୁ ନିଷ୍କାସନରେ ହେଲ୍ପ କରୁଛନ୍ତି। ଠିକ ଅଛି। ଆଚ୍ଛା, ଏଇଟା ଯକୃତ। ବର୍ତ୍ତମାନ ଦେଖିବା ଉଦ୍ଭିଦର ରେଚନ, ବହୁତ ଛୋଟ ପାର୍ଟ। ଉଦ୍ଭିଦର ପ୍ରାଣୀଙ୍କ ପରି କୌଣସି ନିର୍ଦ୍ଦିଷ୍ଟ ରେଚନ ଅଙ୍ଗ ନଥାଏ, ତଥାପି ସେମାନେ ଭିନ୍ନ ଭିନ୍ନ ଉପାୟରେ ବର୍ଜ୍ୟବସ୍ତୁ ତ୍ୟାଗ କରନ୍ତି। କେମିତି ନା ତୁମେ ଦେଖିଥିବ ଖଇର ବା ଟାନିନ୍, ଝୁଣା ଯୋଉ ଆମେ ବାହାରୁଛି, ଏଇଟା ଝୁଣା ତୁମେ ଦେଖିପାରୁଥିବ, ଅଠା ବାହାରୁଛି ଯେମିତି ଦେଖୁଥିବ ଏଇଠି, କ୍ଷୀର ଆମର ବାହାରୁଛି ଲାଟେକ୍ସ, ବବଲ ଗଛର କ୍ଷୀର ତା ଦେହରୁ ଅଠା ଆମର ତିଆରି ହଉଛି, ଆମେ ଜାଣିଛେ, ସରି ରବର ତିଆରି ହଉଛି। ତ ଏମିତି ଅଦରକାରୀ ପଦାର୍ଥ ଗୁଡ଼ିକ ଗଛର ଯୋଉଗୁଡାକ ଆମ ପାଇଁ ଦରକାରୀ, ମାନେ ବବୁଲ ଗଛର କ୍ଷୀରରୁ ଆମେ ରବର ତିଆରି କରୁଛେ, ଆଉ ରବର ଇଣ୍ଡଷ୍ଟ୍ରି କେତେ ଇମ୍ପୋର୍ଟାଣ୍ଟ ତୁମେ ଜାଣିପାରୁଛ, ଗାଡିର ଯୋଉ ଟାୟାର ବାହାରୁଛି ସେଟା ରବର ୟୁଜ ହଉଛି। ଝୁଣା ମଧ୍ୟ ଆମେ ଜାଣିଛେ ପୂଜା ସାମଗ୍ରୀ ହିସାବରେ ବ୍ୟବହାର କରୁଛେ, ପ୍ଲସ୍ ଝୁଣା ଧୂଆଁକୁ ଏଇ ଯୋଉ ମଶା ଫସା ଭଗାଇବା ପାଇଁ ବ୍ୟବହାର କରୁଛେ। ଅଠା ମଧ୍ୟ ବ୍ୟବହାର ହଉଛି, ଖଇର ବା ଟାନିନ୍ ସେଗୁଡିକ ମଧ୍ୟ ବ୍ୟବହାର ହଉଛି। ତ ଅମ୍ଳ ଆକାରରେ ବାହାର କରେ, ତେନ୍ତୁଳିରେ ଆମେ ଯୋଉଟା ଟାର୍ଟାରିକ ଏସିଡ ଦେଖୁଛେ, ଲେମ୍ବୁରେ ସାଇଟ୍ରିକ ଏସିଡ ଦେଖୁଛେ, ସେଟା ଗଛର ବର୍ଜ୍ୟବସ୍ତୁ। ଆଉ ଉପକ୍ଷାର ହିସାବରେ ସିଙ୍କୋନା ଗଛର ଯୋଉଟା କୁଇନାଇନ୍ ବାହାରୁଛି, ସେଟା ମ୍ୟାଲେରିଆ ପାଇଁକା ମେଡିସିନ ତିଆରି ହଉଛି, କୁଇନାଇନ୍ ଟ୍ୟାବଲେଟ୍ସ। ତମାଖୁ ପତ୍ରରେ ନିକୋଟିନ୍ ରହିଛି, ନିକୋଟିନ୍ ଆମର ଗୋଟେ ଟାଇପର ମାଦକ ଦ୍ରବ୍ୟ ତୁମେ କହିପାରିବ, ଯୋଉମାନେ ତମାଖୁ ସେବନ କରନ୍ତି ତା ଦେହରେ ନିକୋଟିନ୍ ଥାଏ। ତେଣୁ ଏସବୁ ଗୁଡ଼ିକର ଉଦ୍ଭିଦର ବର୍ଜ୍ୟବସ୍ତୁ ଯୋଉଟାକ ଆମ ପାଇଁ କେତେ ଇମ୍ପୋର୍ଟାଣ୍ଟ। ଆଉ ଗୋଟେ ଉପାୟ କ'ଣ ରହୁଛି ନା ପତ୍ର ଝଡ଼ା ଦିଏ ଗଛ, ଗଛର ବର୍ଜ୍ୟବସ୍ତୁ ପତ୍ରରେ ଜମା ହୁଏ ଏବଂ ପତ୍ର ଝଡ଼ିଗଲେ ତାହା ଗଛରୁ ଅଲଗା ହେଇଯାଏ। ଷ୍ଟୋମାଟା ଦ୍ୱାରା ଆମେ ଜାଣିଛେ ଅମ୍ଳଜାନ ଏବଂ ଅଙ୍ଗାରକାମ୍ଳର ବିନିମୟ ଘଟୁଛି। ଉଚ୍ଛେଦନ, ବଳକା ଜଳ ବାଷ୍ପ ଆକାରରେ ବାହାରି ଯାଉଛି, ତ ଏଇଟା ଉଚ୍ଛେଦନ ହଉଛି।
ଏବଂ ସଂରକ୍ଷଣ ରହୁଛି କିଛି ବର୍ଜ୍ୟବସ୍ତୁ କୋଷର ରସଧାନୀ କିମ୍ବା ପୁରୁଣା ଜାଇଲେମରେ ମଧ୍ୟ ଗଚ୍ଛିତ ହୋଇ ରହେ। ତ ଏହି ପ୍ରକାର ଗଛ ତାର ରେଚନ କରୁଛି। ତେଣୁ ଆମେ ମୋଟାମୋଟି ଭାବରେ ଆଜି ରେଚନଟା ପୁରା ଭଲସେ ଏଠି ପଢିଲେ କେଉଁ ଅଙ୍ଗ କଣ କାମ କରୁଛି ଏବଂ କିପରି ଭାବରେ ବିଭିନ୍ନ ପ୍ରାଣୀ ଏବଂ ଉଦ୍ଭିଦର ରେଚନ ହଉଛି ସେଟା ଜାଣିଲେ। ଆଶା କରୁଛି ଭିଡ଼ିଓଟି ଭଲ ଲାଗିଥିବ। ଯଦି ଭଲ ଲାଗିଲା ଦେନ୍ ଲାଇକ୍ କରିବ, ସେୟାର କରିବ, ସବସ୍କ୍ରାଇବ କରିବ ଆଉ କମେଣ୍ଟ କରିବାକୁ ଭୁଲିବ ନାହିଁ। ଏତିକିରେ ଆମେ ରଖୁଛୁ। ଜୟ ହିନ୍ଦ, ଜୟ ଭାରତ।